ଗ୍ରହ ଲେଖେ ଭାଗ୍ୟ, ଭଗବାନ ଦେଖନ୍ତି କର୍ମ, ସତ୍ୟ ପଥେ ଚାଲିଲେ ମିଳେଇ ଧର୍ମ। ହାର ନ ମାନ, ସମୟ ନିଶ୍ଚିତ ହେବ ଶୁଭ। ଆଜିର ସଂଘର୍ଷ ହେବ କାଲିକୁ ସଫଳତାର ଫଳ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିର୍ବିଦ ପଣ୍ଡିତ ସୁଧୀର ସ୍ୱାଗତ ଜଣାଉଛି ମୋର ଆଜିର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ। 2026 ମସିହାଟି କେମିତି କଟିବ କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। କନ୍ୟା ରାଶି ବ୍ୟକ୍ତି ଯେତେବେଳେ ଆମେ 2026 ମସିହାର ଭବିଷ୍ୟବାଣୀ କରିବାକୁ ଯାଉଛେ ସେତେବେଳେ ଚନ୍ଦ୍ର ରାଶି ଆଧାରରେ ଏବଂ ବର୍ଷ ତମାମ ଆପଣଙ୍କର ଗ୍ରହର ଗୋଚରୀୟ ଅବସ୍ଥିତି, ଗ୍ରହମାନେ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଭ୍ରମଣଶୀଳ ଅବସ୍ଥାରେ ରହିବେ। ତେଣୁ ଗ୍ରହମାନଙ୍କର ଏତାଦୃଶ ଭ୍ରମଣଶୀଳ ଅବସ୍ଥାକୁ ଆଧାର କରି ଆମେ ଚନ୍ଦ୍ର ରାଶି ହିସାବରେ ଆପଣଙ୍କର 2026 ମସିହାର ରାଶିଫଳ ବା ଭବିଷ୍ୟବାଣୀକୁ ଆଲୋଚନା କରିବା। ଖୁବ୍ ସଂକ୍ଷିପ୍ତରେ ମୁଁ ତଥ୍ୟ ରଖିବାକୁ ଚାହିଁବି ଯେ ଆପଣଙ୍କର ଚାକିରି, ବ୍ୟବସାୟ, ଆର୍ଥିକ ଦିଗ, ଆପଣଙ୍କର ପାରିବାରିକ ଦାମ୍ପତ୍ୟ ଜୀବନ, ପ୍ରେମ ପ୍ରସଙ୍ଗ, ସ୍ୱାସ୍ଥ୍ୟ, ଶିକ୍ଷା, ଏଇଭଳି ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମୁଁ ଆଜି ରଖିବାକୁ ଯିବି। ତେବେ ଯେଉଁ ଭବିଷ୍ୟବାଣୀ ମୁଁ କରିବାକୁ ଯାଉଛି ତାହା ସଠିକ୍ ଭବିଷ୍ୟବାଣୀ କରିବାକୁ ଯାଉଛି। ତେଣୁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଜାଣନ୍ତୁ 2026 ମସିହାଟି ଆପଣଙ୍କ ପାଇଁ କି ପରିଣାମ ଆଣିଦେଉଛି। 2025 ମସିହା ତ ଆପଣ ଦେଖିଲେ, 2026 ମସିହାରେ ଯେତେବେଳେ ଆମେ ପାଦ ଦେବାକୁ ଯାଉଛେ ସେତେବେଳେ ଆସନ୍ତୁ ପ୍ରଥମେ ଗ୍ରହମାନଙ୍କର ଅବସ୍ଥିତି ଉପରେ ଟିକେ ନଜର ପକାଇବା। ବୃହସ୍ପତି ଆପଣଙ୍କର ବର୍ତ୍ତମାନ ଦଶମରେ ଥିଲାବେଳେ ଜୁନ ମାସରେ ଆପଣଙ୍କର ବୃହସ୍ପତି ଏକାଦଶ ଭାବକୁ ଆସିଯିବେ। କେତୁ ଆପଣଙ୍କର ଦ୍ୱାଦଶରେ ଥିଲାବେଳେ ବୁଧ ଶୁକ୍ର ଆପଣଙ୍କର ତୃତୀୟ ଭାବରେ ରହିଛନ୍ତି। ରବି ମଙ୍ଗଳ ଆପଣଙ୍କର ଚତୁର୍ଥରେ, ରାହୁ ଷଷ୍ଠରେ ଏବଂ ଶନି ଆପଣଙ୍କର ସପ୍ତମରେ ରହି ଆପଣଙ୍କୁ ଗୋଚରୀୟ ଫଳ ପ୍ରଦାନ କରୁଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ଏ ବର୍ଷ ନିଜ ଉପରେ ଭରସା ରଖିଲେ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ ଦେବ। କନ୍ୟା ରାଶି ପାଇଁ 2026 ମସିହାଟି ଶୀଘ୍ର ସଫଳତା ଆଣିଦେବାକୁ ଯାଉଛି ଏବଂ ନିଜର ଜୀବନକୁ ସଜେଇବାର ବର୍ଷ ହେଉଛି ଏଇ 2026 ମସିହା। ତୁଳନାତ୍ମକ ଭାବରେ ଯଦି ଆମେ ଦେଖିବା 2025 ଠାରୁ 2026 ମସିହାଟି ଆପଣଙ୍କ ପାଇଁ ଅନେକ ଆଶା ସମ୍ଭାବନାପୂର୍ଣ୍ଣ ବର୍ଷ ହେଇ ଆସୁଛି। କନ୍ୟା ରାଶି ପାଇଁ ବିଧିବଦ୍ଧ ଯୋଜନା ଏବଂ ଧୀରେ ଧୀରେ ବଡ଼ ସଫଳତାକୁ ଆପଣ ଏ ବର୍ଷ ହାସଲ କରିବାକୁ ଯାଉଛନ୍ତି। ଏ ବର୍ଷ ଆପଣଙ୍କର ପରିଶ୍ରମ, ଆପଣଙ୍କର ସୂକ୍ଷ୍ମ ଧ୍ୟାନ ଏବଂ ସଠିକ୍ ସମୟରେ ସଠିକ୍ ସିଦ୍ଧାନ୍ତର ଫଳ ମିଳିବାକୁ ଯାଉଛି। ଆସନ୍ତୁ ପ୍ରଥମେ ନଜର ପକାଇବା ଆପଣଙ୍କର କ୍ୟାରିୟର ଏବଂ ଚାକିରି ଉପରେ। ଏ ବର୍ଷ ଆପଣ କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। କାମରେ ଆପଣଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ, ସମ୍ମାନିତ ମଧ୍ୟ ହେବେ। ପ୍ରମୋସନ ଏ ବର୍ଷ ଆପଣଙ୍କର ହେବ ଏବଂ କିଛି କାର୍ଯ୍ୟ ଦାୟିତ୍ୱ ମଧ୍ୟ ଏ ବର୍ଷ ଆପଣଙ୍କର ବୃଦ୍ଧି ପାଇବ। ଯେଉଁ ଚାକିରିଆ ଲୋକମାନେ ଆକାଉଣ୍ଟ ସେକ୍ସନରେ ରହିଛନ୍ତି, ମେଡ଼ିକାଲ, IT ଏସବୁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଏ ବର୍ଷ ଏସବୁ କ୍ଷେତ୍ରରେ ଚାକିରି କରୁଥିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ସଫଳତା ବା ଶୁଭ ପରିଣାମ ପାଇପାରିବେ। ବ୍ୟବସାୟୀ ଭାଇ ଭଉଣୀମାନେ ଯେଉଁମାନେ ବ୍ୟବସାୟ ବାଣିଜ୍ୟ କରୁଛନ୍ତି, ଏ ବର୍ଷ ବାଣିଜ୍ୟ ଆପଣଙ୍କର ଧୀର ଗତିରେ ଚାଲିଲେ ମଧ୍ୟ ଗୋଟେ ସ୍ଥିରତା ପ୍ରଦାନ କରିବ। ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବ। ବ୍ୟବସାୟରୁ ଆପଣ ଧୀର ଗତିରେ ଧୀରେ ଧୀରେ ଆପଣ
ଲାଭାନ୍ୱିତ ହେଇ ଚାଲିବେ। ତେବେ ଅତିରିକ୍ତ ଚିନ୍ତା ଏବଂ ଆତ୍ମସନ୍ଦେହକୁ ଆପଣ ତ୍ୟାଗ କରନ୍ତୁ। ଆପଣଙ୍କର ଆର୍ଥିକ ଦିଗ ଉପରେ ଯଦି ଆମେ ନଜର ପକାଇବା ତାହେଲେ ଏ ବର୍ଷ ଆପଣଙ୍କର ଆୟ ସ୍ଥିର ରହିବ। ଧୀର ଗତିରେ ଆୟ ଆପଣଙ୍କ ପାଖକୁ ଆସୁଥିଲେ ମଧ୍ୟ ଏହି ଆୟକୁ ଆପଣ ସୁରକ୍ଷିତ ମଧ୍ୟ କରିପାରିବେ। ଏ ବର୍ଷ ଧନ ମଧ୍ୟ ଆପଣ ସଞ୍ଚୟ କରିପାରିବେ। ଲମ୍ବା ସମୟର ବିନିଯୋଗରୁ ଆପଣ ବେଶ ଲାଭ ଏ ବର୍ଷ ଉଠାଇ ପାରିବେ। ତେବେ ଆର୍ଥିକ କ୍ଷେତ୍ରରେ ସଚେତନତା କ'ଣ ରହିଛି? ଏ ବର୍ଷ ଆପଣ ଋଣ ନିଅନ୍ତୁ ନାହିଁ, ଦିଅନ୍ତୁ ନାହିଁ। ଅତି ଅସାବଧାନତାରେ ଆପଣ ଆର୍ଥିକ ସୁଯୋଗକୁ କେବେ ହେଲେ ହାତ ଛଡ଼ା କରିବାକୁ ଦିଅନ୍ତୁ ନାହିଁ। ପ୍ରେମ ଏବଂ ବୈବାହିକ ଜୀବନ କ୍ଷେତ୍ରକୁ ଯଦି ଆମେ ଲକ୍ଷ୍ୟ କରିବା ତାହେଲେ ପ୍ରେମ ପ୍ରସଙ୍ଗରେ ଆପଣଙ୍କର ସ୍ଥିରତା ବଜାୟ ରହିବ। ଏ ବର୍ଷ ଯେଉଁମାନେ ସିଙ୍ଗଲ ରହିଛନ୍ତି, ଅବିବାହିତ ଯେଉଁମାନେ ବିବାହ ଯୋଗ୍ୟ କନ୍ୟାମାନେ ରହିଛନ୍ତି, ସେମାନଙ୍କ ରାଶି ପାଇଁ ଏ ବର୍ଷ ବିବାହ ଯୋଗ ଖୋଲି ଯାଉଛି। ବୈବାହିକ ଜୀବନରେ ଯେଉଁମାନେ ବିବାହିତ ଦମ୍ପତି, ତାଙ୍କର ଦାମ୍ପତ୍ୟ ଜୀବନରେ ଏ ବର୍ଷ ଭରସା ବୁଝାମଣା ଉତ୍ତମ ରହିବ ଏବଂ ଯୋଜନାବଦ୍ଧ ଭାବରେ ନିଷ୍ପତ୍ତି ନେଇ ଏମାନେ ନୂଆ ନୂଆ କାର୍ଯ୍ୟ କରିବା ପାଇଁ ସମର୍ଥ ହୋଇପାରିବେ। ତେବେ ସତର୍କତାର କଥା ହେଉଛି ଅଧିକ ଆଲୋଚନା ଏବଂ କ୍ଷୁଦ୍ର କ୍ଷୁଦ୍ର ତ୍ରୁଟି ଗୁଡ଼ିକୁ, ଭୁଲ ଗୁଡ଼ିକୁ ବାଛନ୍ତୁ ନାହିଁ। ପାରିବାରିକ ଜୀବନକୁ ଯଦି ଆମେ ଲକ୍ଷ୍ୟ କରିବା, ପରିବାରରେ ସୁଖ ଶାନ୍ତି ଅବ୍ୟାହତ ରହିବ। ପରିବାରରେ ଏ ବର୍ଷ ଆପଣ ସୁଖ ଶାନ୍ତି ପାଇବେ। ଆତ୍ମୀୟ ସ୍ୱଜନମାନଙ୍କ ଠାରୁ ଆପଣ ସ୍ନେହ, ସହାନୁଭୂତି, ସହଯୋଗ ମଧ୍ୟ ପାଇବେ। ପିତାମାତାଙ୍କର ସହଯୋଗ ପାଇବେ। ଘର ସମ୍ପର୍କିତ ଶୁଭ ଯୋଗ ମଧ୍ୟ ଆପଣଙ୍କର ରହିଛି। ଏ ବର୍ଷ ଆପଣ ଭୂମି, ଭବନ, ବାହନ ଏସବୁ ପ୍ରାପ୍ତ ହେବେ। ଯଦି ନୂତନ ଗୃହଟି ଆରମ୍ଭ କରିବାକୁ ଚାହୁଁଛନ୍ତି, ଏ ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ରହିଛି ସମୟ। ନୂତନ ଗୃହ ଆରମ୍ଭ କରିପାରିବେ, ଗୃହ ପ୍ରତିଷ୍ଠା କରିପାରିବେ ଏବଂ ଗୃହ ପ୍ରବେଶ ମଧ୍ୟ କରିପାରିବେ। ଶିକ୍ଷାର୍ଥୀମାନଙ୍କ କଥା ଯଦି ଦେଖିବା, ବିଦ୍ୟାର୍ଥୀମାନଙ୍କ କଥା ଯଦି ଆମେ ଦେଖିବା, ତାହେଲେ ପାଠ ପଢ଼ାରେ ଏ ବର୍ଷ କନ୍ୟା ରାଶିର ବିଦ୍ୟାର୍ଥୀମାନେ ବା ଶିକ୍ଷାର୍ଥୀମାନେ ଉତ୍କୃଷ୍ଟ ଫଳ ଲାଭ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏ ବର୍ଷ ସଫଳତା ହାସଲ କରିବେ। ମେଡିକାଲ, ରିସର୍ଚ୍ଚ, ଟେକ୍ନିକାଲ ଆଦି ବିଦ୍ୟା କ୍ଷେତ୍ରରେ ଏ ବର୍ଷ ବେଶ କିଛି ସଫଳତା ହାସଲ କରିବାର ବର୍ଷ। ତେବେ ସାଧାରଣ ଭାବରେ ଯଦି ଆମେ ଅନ୍ୟ ବିଦ୍ୟା କ୍ଷେତ୍ରରେ ଯଦି ଅନ୍ୟ ପାଠ ଗୁଡ଼ିକୁ ଆମେ ଦେଖିବା, ତାହେଲେ ବିଦ୍ୟାର୍ଥୀମାନେ ଏ ବର୍ଷ ବେଶ ଭଲ ପ୍ରଦର୍ଶନ କରିବେ, ତାଙ୍କର ଦକ୍ଷତା ପ୍ରତିପାଦନ କରିପାରିବେ। ସ୍ୱାସ୍ଥ୍ୟ କଥା ଯଦି ଲକ୍ଷ୍ୟ କରିବା, ସ୍ୱାସ୍ଥ୍ୟ ଏ ବର୍ଷ ଆପଣଙ୍କର ଭଲ ରହିବ। ତେବେ ଏ ବର୍ଷ ଆପଣଙ୍କର ଉଦର ସମ୍ବନ୍ଧୀୟ ସମସ୍ୟା, ପେଟ ରୋଗ, ଆପଣଙ୍କର ନର୍ଭ, ଆପଣଙ୍କର ସ୍ନାୟୁ ଏବଂ ଅତ୍ୟଧିକ ମାନସିକ ଷ୍ଟ୍ରେସ୍ ବା ମାନସିକ ଅବସାଦ ଯାହା ଆପଣଙ୍କ ପାଇଁ ସମସ୍ୟା ଆଣିପାରେ। ଠିକ୍ ସମୟରେ ଖାଦ୍ୟ ଖାଇବା, ଯୋଗ ପ୍ରାଣାୟାମ କରିବା, ଠିକଣା ସମୟରେ ଆମେ ସ୍ୱାସ୍ଥ୍ୟର ପରୀକ୍ଷା ନିରୀକ୍ଷା କରି ଔଷଧ ସେବନ କରିବା, ଏଗୁଡ଼ିକ ପ୍ରତି ମଧ୍ୟ ଆମେ ଟିକେ ସଚେତନ ଏ ବର୍ଷ ରହିବା। ତେବେ 2026 ମସିହାଟି କନ୍ୟା ରାଶିମାନଙ୍କ ପାଇଁ ଏକ ସ୍ଥିରତାର ବର୍ଷ ହେଇ ଆସୁଛି ଏବଂ ପ୍ରତିଷ୍ଠା ପାଇବାର ବର୍ଷ ହେଇ ଆସୁଛି। ପୂର୍ବରୁ ଯେଉଁ ପ୍ରୟାସ ଆପଣ କରି ଆସୁଥିଲେ, ଏ ବର୍ଷ ସେଇ ପ୍ରୟାସ, ସେଇ ମହତ୍ଆକାଂକ୍ଷା, ସେଇ ଯୋଜନା ବା ସେଇ ଆଶା ଅଭିଳାଷା ଆପଣଙ୍କର ପୂରଣ ହେବା ଭଳି ବର୍ଷଟି ହେଉଛି 2026 ମସିହା। କର୍ମକ୍ଷେତ୍ରରେ, ଆର୍ଥିକ କ୍ଷେତ୍ରରେ, ବ୍ୟକ୍ତିଗତ ଜୀବନରେ ସବୁ କ୍ଷେତ୍ରରେ ଏ ବର୍ଷ ଆପଣ ଗୋଟେ ସକାରାତ୍ମକ ଗତିରେ ଖୁବ୍ ଶୀଘ୍ର ସଫଳତା ଦିଗକୁ ଆଗେଇ ଯିବା ଭଳି ବର୍ଷ ଏଇ 2026 ମସିହା। ତେବେ ପ୍ରିୟ କନ୍ୟା ରାଶିର ବ୍ୟକ୍ତିବିଶେଷ, 2026 ମସିହାଟି ଆପଣଙ୍କ ପାଇଁ ଶୀଘ୍ର ସଫଳତା ଆଣିଦେବାର
ବର୍ଷ ହେଇ ଆସୁଛି ଏବଂ ଜୀବନକୁ ସଜେଇବାର ବର୍ଷ ହେଇ ଆସୁଛି। ନିଜ ଉପରେ ଭରସା ରଖିଲେ ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ସାଥ ଦେବ। ତେବେ କନ୍ୟା ରାଶି ପାଇଁ ଶୁଭ ଉପାୟ କ'ଣ କରିବା? ପ୍ରତ୍ୟେକ ବୁଧବାରରେ ଆପଣ ଗଣେଶଙ୍କର ଶ୍ରୀଚରଣରେ 7ଟି ଦୁର୍ବା ଅର୍ପଣ କରନ୍ତୁ ଏବଂ ସବୁଜ ଶାଗ, ଡାଲି, ସବୁଜ ପନିପରିବା ଏଗୁଡ଼ିକୁ ଆପଣ ଖାଦ୍ୟରେ ସାମିଲ କରନ୍ତୁ ଏବଂ ଗୋଟେ ସବୁଜ ରଙ୍ଗର ଆପଣଙ୍କର ଗ୍ରୀନ୍ କଲର୍ର ଗୋଟେ ହ୍ୟାଣ୍ଡକର୍ଚିପ୍ ବା ଗୋଟେ ରୁମାଲ ଆପଣ ସର୍ବଦା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ଭଗବାନ ଶ୍ରୀ ରାମ କିମ୍ବା ଜଗନ୍ନାଥଙ୍କ ଉପରେ ଆପଣ ଭରସା ରଖନ୍ତୁ। ଏଇ 2026 ମସିହାଟି ଆପଣଙ୍କ ପାଇଁ ବଡ଼ ସଫଳତାର ବର୍ଷ ହେଇ ଆସୁଛି। ତେବେ ତୁଳନାତ୍ମକ ଭାବରେ ଯଦି ଦେଖିବା 2025 ଠାରୁ 2026 ମସିହାଟି ଆପଣଙ୍କ ପାଇଁ ଗୋଟିଏ ବହୁତ ବଡ଼ ସୁବର୍ଣ୍ଣ ସୁଯୋଗର ବର୍ଷ ହେଇ ଆସୁଛି। ତେବେ ଦର୍ଶକ ବନ୍ଧୁ, ଆଜିର ଏହି ଉପସ୍ଥାପନାଟି ଆପଣଙ୍କୁ କେମିତି ଲାଗିଲା? ଯଦି ମୋର ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି ଲାଇକ୍ ଟିକେ କରିବେ, ମୋର ଭିଡ଼ିଓକୁ ସେୟାର କରିବେ। ନୂଆ କରି ଦେଖୁଥିଲେ ନୂଆ ନୂଆ ତଥ୍ୟ ପାଇବା ପାଇଁ ମୋର ଭିଡ଼ିଓକୁ ସବସ୍କ୍ରାଇବ୍ ଟିକେ କରିବାକୁ ଭୁଲିବେନି। ତେବେ ଆଜି ତ ସମୟ ହେଇଯାଇଛି ଆପଣଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ। ମୁଁ ଜ୍ୟୋତିର୍ବିଦ ପଣ୍ଡିତ ସୂର୍ଯ୍ୟ। ଜୟ ଜଗନ୍ନାଥ।